ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଗକୁ ଯେଉଁ OTT 2026 କିମ୍ବା ଆସିଷ୍ଟାଣ୍ଟ ଟିଚର ଯଦି ପାଇଁ ଆପଣ ପ୍ରିପାରେସନ୍ କରୁଛନ୍ତି, ଏହି ଭିଡ଼ିଓଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ମୁଁ ଏନଭାୟରମେଣ୍ଟାଲ ଷ୍ଟଡିଜ୍ ଯେଉଁଟାକି ଆମର ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକ୍ସ, ସାଇନ୍ସର ସବୁ କ୍ୱେଶ୍ଚନ୍ ମିଶିକି 30ଟା ଆମେ MCQ ପ୍ରିଭିୟସ୍ ଇୟର ପ୍ରାକ୍ଟିସ୍ କରିବା। ଯେଉଁଥିରେ କି ଆମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ିକ ପ୍ରାକ୍ଟିସ୍ କରିବା। ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କିଛି ଭଲ କମେଣ୍ଟ ମୋତେ କମେଣ୍ଟ ସେକ୍ସନରେ ଜଣାଇଦେବେ। ତେଣୁ ଯିବା କ୍ୱେଶ୍ଚନ୍ ଗୁଡ଼ିକ ଦେଖିବା କ'ଣ ସବୁ ରହିଛି। ପ୍ରଥମ କ୍ୱେଶ୍ଚନଟି କ'ଣ ଅଛି, କେଉଁ ଗିରିପଥଟି ପୂର୍ବ ହିମାଳୟରେ ଅବସ୍ଥିତ? ହେଲା, ହୁଇଚ୍ ମାଉଣ୍ଟେନ୍ ପାସ୍ କଥା ପଚାରିଛି, ଲୋକେଟେଡ୍ ଇନ୍ ଇଷ୍ଟର୍ଣ୍ଣ ହିମାଳୟ। ହେଲା, ଅପସନ୍ ଗୋଟେ କ'ଣ ରହିଛି, ବୁର୍ଜିଲା, ଲିପି ଲେକ୍, ନା ହେଉଛି ଜଜିଲା, ନା ନାଥୁଲା। ହେଲା, এটা ଜାଣିବା ପାଇଁ ଆପଣଙ୍କୁ ହିମାଳୟର ପାସ୍ ଗୁଡ଼ାକ ଜାଣିବା ଦରକାର। ତେଣୁ ଏହାର ସଠିକ ଉତ୍ତରଟି ହେଉଛି କ'ଣ, ନା ହେଉଛି ଅପସନ୍ ନମ୍ବର ଡି, କ'ଣ ନାଥୁଲା। ନାଥୁଲା ହେଉଛି କେଉଁଠି, ନା ପୂର୍ବ ହିମାଳୟରେ ରହିଛି। ତେଣୁ ମାଉଣ୍ଟେନ୍ ପାସ୍ର ବି କ୍ୱେଶ୍ଚନ୍ ପଡ଼ୁଛି, ସେଟା ଟିକେ ଦେଖିଦେଇ ଯାଇଥିବେ। ହେଲା, ପରବର୍ତ୍ତୀ ପ୍ରଶ୍ନ ରହିଛି, ନିମ୍ନୋକ୍ତ କେଉଁ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ୱାରା ବୃଷ୍ଟିପାତ ହୋଇନଥାଏ? ହେଲା, ଯେହେତୁ ଇଣ୍ଡିଆରେ କ'ଣ ହୁଏ, ଯେଉଁଟାକି ଆମର ଦକ୍ଷିଣ ପଶ୍ଚିମ ବା ସାଉଥ୍ ୱେଷ୍ଟ ମନସୁନରେ ବର୍ଷା ହୁଏ, କିନ୍ତୁ କହିଲା କ'ଣ କେଉଁ ଉପକୂଳରେ ହୋଇନଥାଏ। ଅପସନ୍ ଗୋଟେ କ'ଣ ରହିଲା, ମାଲାବାର ଉପକୂଳ, କୋଙ୍କଣ ଉପକୂଳ, ଓଡ଼ିଶା ଉପକୂଳ, କରମଣ୍ଡଳ ଉପକୂଳ। ହେଲା, ଯେଉଁ ସାଉଥ୍ ୱେଷ୍ଟ ମନସୁନ୍ ଦ୍ୱାରା କେଉଁଠି ବର୍ଷା ହୋଇନଥାଏ, ସଠିକ ଉତ୍ତରଟି ହେବ ଅପସନ୍ ନମ୍ବର ଡି, ଯେଉଁଟାକି କରମଣ୍ଡଳ ଉପକୂଳ। କରମଣ୍ଡଳ ଉପକୂଳରେ କ'ଣ ହେଇଥାଏ, ବା ଆମର ଇଷ୍ଟର୍ଣ୍ଣ ଘାଟର ତଳକୁ ଯେଉଁ ରହିଥାଏ ସେଟା କ'ଣ କୁହାଯାଏ, କରମଣ୍ଡଳ, ତାମିଲନାଡୁ ସାଇଡ୍ରେ। ହେଲା, ତେଣୁ ମନେ ରଖିବେ, ଯଦି ଷ୍ଟେଟ୍ କଥା ପଚାରେ ତାମିଲନାଡୁ, ଯଦି ଉପକୂଳ କଥା ପଚାରେ ତାହେଲେ ହେବ କରମଣ୍ଡଳ ଉପକୂଳରେ ଆମର ସାଉଥ୍ ୱେଷ୍ଟ ମନସୁନରେ ବର୍ଷା ହେଇନଥାଏ। ହେଲା, ପରବର୍ତ୍ତୀ ପ୍ରଶ୍ନ ରହିଛି, ଖଣି ଓ ସମ୍ପର୍କିତ ଖଣିଜ ପଦାର୍ଥ ଦୃଷ୍ଟିକୋଣରୁ ଭିନ୍ନ ଯୋଡ଼ିଟିକୁ ବାଛ। ହେଲା, ଯେଟାକି ଆମର ମାଇନ୍ସ ବେସିସ୍ରେ ବା ମିନେରାଲ୍ସ ବେସିସ୍ରେ କୋଉଟା ଗୋଟେ ଅଲଗା ଅଛି। ଅପସନ୍ ରହିଛି, ଫାର୍ଷ୍ଟ ରହିଛି ଝରିଆ କୋଇଲା ପାଇଁ, କର୍ଦ୍ଦମା ଅଭ୍ର ପାଇଁ, ସୁକିନ୍ଦା ମାଙ୍ଗାନିଜ୍ ପାଇଁ, ନା ହେଉଛି ଦାମନ ଯୋଡ଼ି ବକ୍ସାଇଟ୍ ପାଇଁ। ହେଲା, ତେଣୁ ୟା ଭିତରୁ କୋଉଟା ଗୋଟେ ଭିନ୍ନ ହେବ, ସଠିକ ଉତ୍ତର ହେବ ଅପସନ୍ ନମ୍ବର ସି, କ'ଣ ଅଛି, ସୁକିନ୍ଦା ମାଙ୍ଗାନିଜ୍। ହେଲା, ସୁକିନ୍ଦା ଭ୍ୟାଲି ହେଉଛି ମାଙ୍ଗାନିଜ୍ ପାଇଁ ଫେମସ୍ ନୁହେଁ। ହେଲା, ମନେ ରଖିଥିବେ ଏଇଟା। ଆଉ ଝରିଆ ହେଉଛି କୋଇଲା ପାଇଁ। ହେଲା, ଝରିଆ ଯେଟାକି ଆମର ଝାଡ଼ଖଣ୍ଡରେ ଥାଏ। କର୍ଦ୍ଦମା ହେଉଛି ଅଭ୍ର ପାଇଁ ଫେମସ୍। ତାପରେ ଦାମନ ଯୋଡ଼ି ବକ୍ସାଇଟ୍ ପାଇଁ ଫେମସ୍। କିନ୍ତୁ ସୁକିନ୍ଦା ଭ୍ୟାଲି ହେଉଛି କ'ଣ ପାଇଁ, କ୍ରୋମାଇଟ୍ ପାଇଁ ଫେମସ୍, ମାଙ୍ଗାନିଜ୍ ନୁହେଁ, କ୍ରୋମାଇଟ୍ ପାଇଁ ଫେମସ୍, ଯେଟାକି ଆମର ଯାଜପୁରରେ ରହିଛି। ପରବର୍ତ୍ତୀ ପ୍ରଶ୍ନ, କେଉଁ କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ଭାରତରେ ସ୍ୱାଧୀନତା ପରଠାରୁ ଯଥେଷ୍ଟ ଉନ୍ନତି ହୋଇଛି? ହେଲା, ଅପସନରେ କ'ଣ ରହିଛି, ଝୋଟ, କପା, ଗହମ, ଆଖୁ। ହେଲା, ଏହାର ସଠିକ ଉତ୍ତରଟି କ'ଣ ହେବ, ମାନେ କେଉଁ କୃଷିଜାତ ଦ୍ରବ୍ୟରେ ସ୍ୱାଧୀନତା ପରଠାରୁ ଯଥେଷ୍ଟ ଉତ୍ପାଦନରେ ଉନ୍ନତି ହେଇଛି? ହେଲା, ସଠିକ ଉତ୍ତର ହେବ ଅପସନ୍ ନମ୍ବର ସି, ଯେଟା କ'ଣ ଅଛି, ଗହମ। ଗହମରେ ଆମର ସ୍ୱାଧୀନତା ପରଠାରୁ ଗହମରେ କ'ଣ ହେଇଛି, ନା ଆମର ଉତ୍ପାଦନରେ ବହୁତ ଅଧିକା ଉନ୍ନତି ହୋଇଛି। ପରବର୍ତ୍ତୀ ପ୍ରଶ୍ନ ରହିବ, ନିମ୍ନୋକ୍ତ କେଉଁ ଶିଳ୍ପନଗରୀ ଛଟନାଗପୁର ମାଳଭୂମିରେ ଅବସ୍ଥିତ? ହେଲା, କୋଉ ପ୍ରକାର ଆମର ଇଣ୍ଡଷ୍ଟ୍ରିଆଲ ଟାଉନ ଗୁଡାକ ରହିଛି ଛଟନାଗପୁର ପ୍ଲାଟୁ ପାଖରେ? ଅପସନରେ କ'ଣ ରହିଛି, ଭିଲାଇ, ରାଞ୍ଚି, ଆସନସୋଲ, ନା ହେଉଛି ଦୁର୍ଗାପୁର। ହେଲା, ଛଟନାଗପୁରରେ ଆମର ଯେଉଁ ଶିଳ୍ପନଗର କୋଉଟାର ଅବସ୍ଥିତ ଅଛି, ସଠିକ ଉତ୍ତରଟି ହେବ ଅପସନ ନମ୍ବର ବି, ଯେଟା କ'ଣ ରାଞ୍ଚି। ହେଲା, ଛଟନାଗପୁର ଯେହେତୁ ଝାଡ଼ଖଣ୍ଡରେ ଅଛି, ଝାଡ଼ଖଣ୍ଡର କ'ଣ ରାଞ୍ଚି ରହିଛି। ହେଲା, ମନେ ରଖିବେ, ଝାଡ଼ଖଣ୍ଡରେ ରାଞ୍ଚି, ଛଟନାଗପୁର ପ୍ଲାଟୁର ଯେଉଁ ରହିଛି ଝାଡ଼ଖଣ୍ଡରେ, ସେଇଠି ପାଖରେ ରାଞ୍ଚି ଟାଉନଟା ରହିଛି। ପରବର୍ତ୍ତୀ ପ୍ରଶ୍ନ, କେଉଁ ସଂସ୍ଥାଟି ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସହିତ ସମ୍ପୃକ୍ତ? ହେଲା, ମଧ୍ୟରୁ କୋଉଟା, ଯେଟାକି ଆମର ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ରୁରାଲ ରହିଥାଏ, ତା ସହିତ ରିଲେଟେଡ। ଅପସନ କ'ଣ ରହିଛି, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ନିଗମ, ଜିଲ୍ଲା ପରିଷଦ, ନା ବିଧାନ ପରିଷଦ? ହେଲା, ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସହିତ ସମ୍ପୃକ୍ତ କୋଉଟା ହେବ, ସଠିକଟି ହେଉଛି ଅପସନ ନମ୍ବର ସି, ଯେଟା କି ଅଛି କ'ଣ, ଜିଲ୍ଲା ପରିଷଦ। ହେଲା, ଗ୍ରାମାଞ୍ଚଳରେ ଯେଉଁ ଲୋକାଲ ଗଭର୍ଣ୍ଣମେଣ୍ଟ ରହିଥାଏ, ହେଲା, ରୁରାଲ ଏରିଆରେ, ସେଠି ହେଉଛି କ'ଣ, ଜିଲ୍ଲା ପରିଷଦ ସହିତ ରିଲେଟେଡ। ଗ୍ରାମ ପଞ୍ଚାୟତ ଆଉ ପଞ୍ଚାୟତ ସମିତି ଆଉ ଜିଲ୍ଲା ପରିଷଦ, ତିନିଟା 3 ଟାୟାର ସିଷ୍ଟମ ରହିଛି, ସେଇଟା ଏଇଟା ରିଲେଟେଡ। ପରବର୍ତ୍ତୀ ପ୍ରଶ୍ନ ରହିଛି, ଭାରତର ସମ୍ବିଧାନର ସଂରକ୍ଷକ ଭାବେ କିଏ କାର୍ଯ୍ୟ କରନ୍ତି? ହେଲା, ଯିଏକି ଆମର ଗାର୍ଡିଆନ ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ ବୋଲି ଆମେ କାହାକୁ କହିଥାଉ? ରାଷ୍ଟ୍ରପତି କହିଥାଉ, ପ୍ରଧାନମନ୍ତ୍ରୀ କହିଥାଉ, ନା ଉଚ୍ଚତମ ନ୍ୟାୟାଳୟ କହିଥାଉ, ନା ଲୋକସଭା କହିଥାଉ? ହେଲା, ସଠିକ ଉତ୍ତରଟି କ'ଣ ହେବ, ଗାର୍ଡିଆନ ଅଫ ଆମର କନଷ୍ଟିଟ୍ୟୁସନ ବୋଲି ଆମେ କାହାକୁ କହିଥାଉ? ଅପସନ ନମ୍ବର ସି, ଯାହା କହୁଛି ଉଚ୍ଚତମ ନ୍ୟାୟାଳୟ ବା ସୁପ୍ରିମକୋର୍ଟ। ହେଲା, ସୁପ୍ରିମକୋର୍ଟ କ'ଣ କହିଥାଉ ଆମେ, ଆମର କନଷ୍ଟିଟ୍ୟୁସନର ଗାର୍ଡିଆନ ବୋଲି କହିଥାଉ। ହେଲା, ତାପରେ କ୍ୱେଶ୍ଚନଟି ରହିଛି, ଲୋକସଭାରେ ଗୃହୀତ ହୋଇଥିବା ଗୋଟିଏ ବିଲ୍ ରାଜ୍ୟସଭାରେ ଅନୁମୋଦିତ ନହେଲେ କି ପଦକ୍ଷେପ ନିଆଯାଏ? ଯଦି ଲୋକସଭାରେ ଗୋଟେ ବିଲ୍ ପାସ୍ ହେଇଯାଉଛି, ତାକୁ ଆମର ରାଜ୍ୟସଭାରେ ଅନୁମୋଦନ ଯଦି ନହେଲା, ହେଲା, ଯଦି ବିଲ୍ଟା ପାସ୍ ନହେଲା, ତେଣୁ କ'ଣ ପଦକ୍ଷେପ ନିଆଯିବ? ବିଲ୍ଟି ଲୋକସଭାକୁ ପୁନଃ ଆଲୋଚନା ହୁଏ, ନା ହେଉଛି ସଂସଦରେ ମିଳିତ ଅଧିବେଶନ ବିଲ୍ଟି ଉପସ୍ଥାପନ କରାଯାଏ? ଅପସନ ନମ୍ବର ସି ହେଉଛି ରାଷ୍ଟ୍ରପତିଙ୍କ ନିକଟକୁ ବିଲ୍ଟି ପଠାଯାଏ, ନା ଅପସନ ନମ୍ବର ଡି ଅଛି ଉଚ୍ଚତମ ନ୍ୟାୟାଳୟର ମତ ଲୋଡ଼ାଯାଏ? ହେଲା,
সঠিক উত্তরটি কোন হবে? লোকসভাରେ যদি ପାସ୍ ହେଇଯାଇଛି କିନ୍ତୁ ରାଜ୍ୟସଭାରେ ହେଇନାହିଁ ତାହେଲେ କଣ ହବ? ଅପସନ୍ ନମ୍ବର ବି যেটা କଣ ଅଛି ସଂସଦରେ ମିଳିତ ଅଧିବେଶନରେ ବିଲଟି ଉପସ୍ଥାପନା କରାଯିବ। ସେଠି ଯଦି ପାସ୍ ହେଲା ପୁଣି ପାସ୍ ହବ। ତେଣୁ ଏଇ ଯୋଉ ମିଳିତ ଅଧିବେଶନ ଡାକନ୍ତି କିଏ ନା ଡାକନ୍ତି ରାଷ୍ଟ୍ରପତି, କିନ୍ତୁ ତାଙ୍କୁ ଚଳାନ୍ତି କିଏ ନା ଲୋକସଭାର ଯୋଉ ବାଚସ୍ପତି ଥାନ୍ତି ସେଟା ପକେଇ ପାରେ ଟିକେ ଦେଖିଦେଇ ଯାଇଥିବେ। ଚଳାନ୍ତି କିଏ? ଆମର ଲୋକସଭାର ଯୋଉ ବାଚସ୍ପତି ସିଏ ଚଳାଇଥାନ୍ତି ହେଲା। ତାପରେ ବିଲଟି ପାସ୍ ଯଦି ହେଲା ହେଲା ନହେଲା ନାହିଁ ହେଲା। ପରବର୍ତ୍ତୀ ପ୍ରଶ୍ନ ହେଉଛି ଆଉ ଅଧିକ ସମୟ ଇଂରେଜ ଶାସନ ପ୍ରତି ଅନୁଗତ ରହିବା ମନୁଷ୍ୟ ଓ ଭଗବାନ ବିରୋଧୀ ଏକ ଅପରାଧ ଅଟେ ହେଲା। ଏଇ ଲୋକ ଏଇ କଥାଟା କହିଥିଲେ କିଏ? ଅପସନ ଗୋଟେ କଣ ରହିଛି? ବାଲ ଗଙ୍ଗାଧର ତିଲକ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ହେଲା। এই ସେଣ୍ଟେନ୍ସଟା ଯିଏକି କଣ କରୁଥିଲା କଣ ଆଉ ଅଧିକ ସମୟ ଇଂରେଜ ଶାସନ ପ୍ରତି ଅନୁଗତ ରହିବା ମନୁଷ୍ୟ ଭଗବାନ ବିରୋଧୀ ଏକ ଅପରାଧ ଅଟେ ହେଲା। ଏଇଟା କହିଥିଲେ କି ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ସି ଯିଏକି ଜବାହରଲାଲ ନେହେରୁ ହେଲା। ଏଇ କଥାଟା କହିଥିଲେ କି ଜବାହରଲାଲ ନେହେରୁ। ଏଇ କୋଟେସନ ଗୁଡାକ ଟିକେ ଦେଖିଦେଇ ଯାଇଥିବେ ସ୍ୱାଧୀନତା ସଂଗ୍ରାମୀ ଯେ ଫ୍ରିଡମ ଫାଇଟର୍ସ ମାନେ କଣ ସବୁ କହିଥିଲେ ଆଉ ଯୋଉ ସ୍ଲୋଗାନ ଗୁଡାକ ଟିକେ ଦେଖିଦେଇ ଯାଇଥିବେ କିଏ ଦେଇଥିଲେ ହେଲା। ସେଟା ଟିକେ ଇମ୍ପୋର୍ଟାଣ୍ଟ ଅଛି। ପରବର୍ତ୍ତୀ ପ୍ରଶ୍ନ ହେଉଛି କେଉଁ ଘଟଣାଟି ଗାନ୍ଧୀଜୀଙ୍କ ଆନ୍ଦୋଳନାତ୍ମକ କାର୍ଯ୍ୟ ସହିତ ଜଡିତ ନଥିଲା ହେଲା। କୋଉ ଘଟଣାଟା ଗାନ୍ଧୀଜୀଙ୍କ ସହିତ ରିଲେଟେଡ ନୁହେଁ। ଅପସନ ଗୋଟେ କଣ ରହିଛି? ଚୋରା ଚୋରି ଘଟଣା, ଭେଣ୍ଡି ବଜାର ଦଙ୍ଗା, ଚମ୍ପାରଣ ସତ୍ୟାଗ୍ରହ ନା ହଉଛି କଣ ଧର୍ଷଣ ଇନସିଡେଣ୍ଟ ହେଲା। ଆଉ ସଠିକ ଉତ୍ତରଟି କଣ ହବ? କୋଉ ଇନସିଡେଣ୍ଟ ଗାନ୍ଧୀଜୀଙ୍କ ଆନ୍ଦୋଳନ ସହିତ ରିଲେଟେଡ ହବନି? ସଠିକ ଉତ୍ତର ହେଉଛି ଅପସନ ନମ୍ବର ବି ଯେଟା କଣ ଭେଣ୍ଡି ବଜାର ଦଙ୍ଗା। ଭେଣ୍ଡି ବଜାର ଦଙ୍ଗାଟା ସେମିତି ରିଲେଟେଡ ନାହିଁ। ଚୋରା ଚୋରି ଘଟଣା ହେଇଥିଲା, ଚମ୍ପାରଣ ସତ୍ୟାଗ୍ରହ କହିଲେ, ଧର୍ଷଣ ଘଟଣା ବି ଧର୍ଷଣା ଯୋଉ ଆମର ଇନସିଡେଣ୍ଟଟା ବି ସେଟା ବି ଗାନ୍ଧୀଜୀଙ୍କ ଦ୍ୱାରା ରିଲେଟ। ପରବର୍ତ୍ତୀ ପ୍ରଶ୍ନ ରହିଛି ଶ୍ରେଣୀ ଗୃହରେ ଶିକ୍ଷାଦାନ କରିବା ନିମନ୍ତେ ବ୍ୟବହୃତ ନିମୁକ୍ତ ମଧ୍ୟରୁ ମାନଚିତ୍ର ଗୁଡ଼ିକ ମଧ୍ୟରୁ କୋଉଠି ତଥ୍ୟ ଭିତ୍ତିକ ନୁହେଁ ହେଲା। ଯୋଉଟା କି ଶ୍ରେଣୀ ଗୃହରେ ଯୋଉ ପ୍ରକାର ମାନଚିତ୍ର ଆମେ ବ୍ୟବହାର କରୁ ସେଥିରେ କୋଉଟା ତଥ୍ୟ ଭିତ୍ତିକ ନୁହେଁ? କୃଷି ଅଞ୍ଚଳ ମାନଚିତ୍ର, ଶିଳ୍ପାଞ୍ଚଳ ମାନଚିତ୍ର, ଭୂ ଉଚ୍ଚବାଚ ମାନଚିତ୍ର, ଆଉ ଜନସଂଖ୍ୟା ମାନଚିତ୍ର। ଯେହେତୁ କ୍ଲାସରୁମ ଆମେ ବ୍ୟବହାର କରୁଛୁ କୋଉଟା ବ୍ୟବହାର ତଥ୍ୟ ଭିତ୍ତିକ ନୁହେଁ ହେଲା। କୋଉ ଦ୍ୱାରା ଟିଚିଂ ଟା ଅଧିକ ଇଫେକ୍ଟିଭ ହବ ନାହିଁ ହେଲା। ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ସି ଯେଟା କି କଣ ଅଛି ଆମର ରିଲିଫ ଭୂ ଉଚ୍ଚବାଚ ମାନଚିତ୍ର ହେଲା। କ୍ଲାସରୁ ଆମେ ସାଧାରଣତଃ କୃଷି ଅଞ୍ଚଳର ମାନଚିତ୍ର ନେଇପାରିବା, ଶିଳ୍ପାଞ୍ଚଳ ନେଇପାରିବା, ଜନସଂଖ୍ୟା ମାନଚିତ୍ର ନେଇପାରିବା, କିନ୍ତୁ ଭୂ ଉଚ୍ଚବାଚ ରିଲିଫଟା ଅଛି ସେଟା ତଥ୍ୟ ଭିତ୍ତିକ ହବ ନାହିଁ ସେତେ ଅଧିକା, ମାନେ ଯେହେତୁ ଆମର ପ୍ରାଇମେରୀ ସ୍କୁଲରେ ସେଟା ଅଧିକା ରିଲେଟେଡ ହବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ସବୁ ବିଷୟବସ୍ତୁ ପରିବେଶ ବିଜ୍ଞାନ ଅନ୍ତର୍ଭୁକ୍ତ ନୁହେଁ ହେଲା। ପରିବେଶ ବିଜ୍ଞାନ ସହିତ କୋଉଟା ରିଲେଟେଡ ହବନି ହେଲା। ବିଜ୍ଞାନ, ଇତିହାସ, ଭାଷା, ଭୂଗୋଳ, ବିଜ୍ଞାନ, ଭୂଗୋଳ, ଗଣିତ, ରାଜନୀତି ବିଜ୍ଞାନ, ବିଜ୍ଞାନ, ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ ନା ଭୂଗୋଳ, ଇତିହାସ, ରାଜନୀତି ବିଜ୍ଞାନ ଆଉ ଭାଷା ହେଲା। ସଠିକ ଉତ୍ତର ଏହାର କଣ ହବ? ଅପସନ ନମ୍ବର ସି ଯେଟା କଣ ଅଛି ବିଜ୍ଞାନ ହବ, ଭୂଗୋଳ ହବ, ଇତିହାସ, ରାଜନୀତି ବିଜ୍ଞାନ। ଏଟାକୁ ସବୁକୁ ମିଶି ଆମେ କଣ କହିଥାଉ? ଇବିଏସ୍ ଅଣ୍ଡରରେ ଆସିଥାଏ, ଏନଭାୟରମେଣ୍ଟାଲ ସାଇନ୍ସ ଭିତରେ ଆସିଥାଏ। ପରବର୍ତ୍ତୀ ପ୍ରଶ୍ନ ରହିଛି କେଉଁଠି ପ୍ରାଥମିକ ଶିକ୍ଷା ସ୍ତରରେ ପରିବେଶ ଅଧ୍ୟୟନର ଲକ୍ଷ୍ୟ ନୁହେଁ? ଏଟା ପେଡାଗୋଜି କ୍ୱେଶ୍ଚନ ଟିକେ ଆସିଗଲା। ଏଇଟା ବି ପେଡାଗୋଜି କ୍ୱେଶ୍ଚନ। ଏଇଟା ଗୋଟେ ସାଇନ୍ସ କ୍ୱେଶ୍ଚନଟା ରହିଛି। ଏକ ପଦାର୍ଥର ଗଳନାଙ୍କ ଯାହା ତାହାର ତରଳାଙ୍କ ତାହା ଅଟେ। ଏଟା ଠିକ ନା ଭୁଲ ଆପଣ କହିବେ। ତାପରେ ଅଛି ଅପସନ 2 ରେ କଣ ଦେଇଛି? ଏକ ବିରଳ ଗ୍ୟାସର ଅଣୁ ଯାହା ତାହାର ପରମାଣୁ ତାହା ହବ। ଅପସନ 3 ରେ ଦେଇଛି କଣ? ଏକ ବସ୍ତୁର ବସ୍ତୁତ୍ୱ ଯାହା ତାହାର ଓଜନ ତାହା ଅଟେ ହେଲା। ତେଣୁ ଏଇ ତିନିଟା ଭିତରୁ କୋଉଟା ଠିକ କୋଉଟା ଭୁଲ ଆପଣ ଅପସନ ଅନୁସାରେ କହିବେ ହେଲା। ତେଣୁ ୟାର ସଠିକ ଉତ୍ତରଟା କଣ ହବ? ହଉଛି ଅପସନ ନମ୍ବର ଏ ଯେଟା କଣ ଅଛି I ଆଉ 3I ଭୁଲ ଅଛି, କିନ୍ତୁ 2I ଟା ଠିକ ଅଛି। ମାନେ ଯେଟା କି ଆମର ଏକ ବିରଳ ଗ୍ୟାସର ଅଣୁ ଯାହା ହବ ତାର ପରମାଣୁ ଶୀଳ, ଯେଟା କି ଗୋଟେ ଦ ମଲିକ୍ୟୁଲ and the atom of a rare gas is the same। ତାର ମଲିକ୍ୟୁଲ ଯାହା ହବ ଏଟମ ସେଇଆ ହବ। ମାନେ ମଲିକ୍ୟୁଲ ମାନେ ହଉଛି କଣ? ଆପଣ ଏତିକି ଜାଣିଥାନ୍ତୁ ଯେ ହଉଛି କଣ ସିଏ ଗୋଟେ ପ୍ରକାର ଜିନିଷରୁ ତିଆରି ହେଇଥିବ ସେଟା ମଲିକ୍ୟୁଲ କୁହାଯାଏ। ଯଦି ଦି ତିନିଟାରୁ ମିଶିକି ତିଆରି ହେଇଥିବ ସେଟା କଣ କୁହାଯାଏ? କମ୍ପାଉଣ୍ଡ ବୋଲି କୁହାଯାଏ। ତେଣୁ ମଲିକ୍ୟୁଲ ତିଆରି ହେଇଛି ମାନେ ସେ ଯେଟା ଫଣ୍ଡାମେଣ୍ଟାଲ କ୍ୱାଲିଟି ଯେଟା ଥିବ ସେଇଟା ତ ତାର ଏଟମ ହବ ନା। ଏଟମ ମାନେ କାଟି କାଟି ଯେତେ ଲାଷ୍ଟ ଷ୍ଟେଜରେ ଯିବ ସେଠି ପହଞ୍ଚିବ ସେଟାକୁ ଏଟମ କୁହାଯାଏ। ଏଟା ଠିକ ହେଲା। କିନ୍ତୁ ଗୋଟେ ପଦାର୍ଥର ଗଳନାଙ୍କ ଯାହା ହବ ତାର ତରଳାଙ୍କ ସେଟା ହବ ନାହିଁ। ଯେଟା ମେଲ୍ଟିଂ ପଏଣ୍ଟ ସେଟା ଲିକ୍ୱିଫାଇଂ ଆମର ସବଷ୍ଟାନ୍ସ ଏଟା ହବ ନାହିଁ ହେଲା। ଆଉ ଗୋଟେ ବସ୍ତୁର ବସ୍ତୁତ୍ୱ ଯାହା ଓଜନ ସେଥିରେ କେବେ ହବନି। ୱେଟ ଯାହା ଆମର ମାସ୍ ତ ସେୟା କେବେ ହବନି ହେଲା। ୱେଟ ହଉଛି କଣ? ଯେତେ ଗ୍ରାଭିଟି ବା ଫୋର୍ସ ଯେତେ ପଡୁଛି ସେଟାକୁ ଓଜନ କୁହାଯାଏ। କିନ୍ତୁ ବସ୍ତୁତଃ ତା ଭିତରେ ଯେତେ ମାନେ ଜିନିଷ ରହିଛି ଅବଜେକ୍ଟ ରହିଛି ସେଟା କଣ କୁହାଯାଏ? ମାସ୍ କୁହାଯାଏ ବା ଆମର ବସ୍ତୁତ୍ୱ କୁହାଯାଏ। ଜାଣିପାରିଲେ? ପରବର୍ତ୍ତୀ ପ୍ରଶ୍ନ ରହିଛି ନିମ୍ନଲିଖିତ କେଉଁ କ୍ଷେତ୍ରରେ ଶକ୍ତି ରୂପାନ୍ତରଣ ହଉଛି ହେଲା। ଯେକି ଆମର କୁହାଯାଏ କଣ? ଏନର୍ଜି ଟ୍ରାନ୍ସଫରମେସନ ହଉଛି। ଫୁଟବଲକୁ କିକ୍ ମାରିବା ପାଇଁ ଖେଳାଳି ଜଣକ ହୁଇସିଲକୁ ଅପେକ୍ଷା କରିଛି। ଜଣେ ବ୍ୟକ୍ତି ଏୟାର ବନ୍ଧୁକର ଟ୍ରିଗର ଟିପିବା ପାଇଁ ହୁଇସିଲକୁ ଅପେକ୍ଷା କରୁଛି। ଠିକ 1 ମିନିଟ ପରେ ଟେବୁଲ ଘଣ୍ଟାଟିରେ ଆଲାର୍ମ ବାଜିବାକୁ ଯାଉଛି। ଯୋଉ ଉପରୋକ୍ତ କୌଣସି କ୍ଷେତ୍ରରେ ହଉନାହିଁ। ମାନେ କଣ କହିଲେ? ଏନର୍ଜି ଟ୍ରାନ୍ସଫର କୋଉ କ୍ଷେତ୍ରରେ ହଉଛି? ସଠିକ ଉତ୍ତରଟି କଣ ହବ ୟାର? ହଉଛି ଅପସନ ନମ୍ବର ସି ଯେଟା କଣ ଅଛି
ଠିକ୍ 1 ମିନିଟ୍ ପରେ ଟେବୁଲ୍ ଘଣ୍ଟାରେ ଆଲାର୍ମ ବାଜିବାକୁ ଯାଉଛି ହେଲା। ସେଇଟା ହଉଛି କଣ ଆମର ତାର ଯୋଉ ଏନର୍ଜିଟା ଷ୍ଟୋର ହେଇକି ଅଛି କିଛି ସମୟ ପରେ କଣ ହବ ସିଏ ମେକାନିକାଲ ଏନର୍ଜିକୁ ସାଉଣ୍ଡ ଏନର୍ଜିକୁ କନଭର୍ଟ ହବ। ତେଣୁ ଟ୍ରାନ୍ସଫରମେସନ ଅଫ ଏନର୍ଜି ମାନେ କଣ ଗୋଟେ ତାର ଫର୍ମରୁ ଆଉ ଗୋଟେ ଫର୍ମକୁ ଟ୍ରାନ୍ସଫର ହେବ। ତେଣୁ ସେ ମେକାନିକାଲ ଏନର୍ଜି ତା ଭିତରେ ଅଛି କିନ୍ତୁ ଯେତେବେଳେ ଧର 9ଟା ବେଳେ ହେବ 9ଟା ବେଳେ ହେବା ଦ୍ୱାରା ସେ ମେକାନିକାଲ ଏନର୍ଜି ଟ୍ରାନ୍ସଫର ହବ ସାଉଣ୍ଡ ଏନର୍ଜି ଯାହା ପାଇଁ ଆଲାର୍ମଟା ବାଜିବ ହେଲା। ମନେ ରହିବ। ପରବର୍ତ୍ତୀ ପ୍ରଶ୍ନ ରହିଛି ବାୟୁ ଦେଇଛି 3ଟା ଅପସନ ତା ଭିତରୁ କୋଉଟା ଠିକ୍ କୋଉଟା ଭୁଲ କହିବ। ବାୟୁ ଏକ ସମଜାତୀୟ ମିଶ୍ରଣ 24 କ୍ୟାରେଟ ସୁନା ଓ ତମ୍ବାର ଏକ ଏଲୟ ଅଟେ ହେଲା। 24 କ୍ୟାରେଟ ସୁନାଟା ହଉଛି ସୁନା ଆଉ ତମ୍ବାର ଗୋଟେ ଏଲୟ ମାନେ ମିଶିକି ତିଆରି ହେଉଛି। ଅମଲଗମ ଏକ ଏଲୟ ଅଟେ ହେଲା। ତେଣୁ ୟା ଭିତରୁ କୋଉଟା ଠିକ୍ ହବ ସଠିକ ଉତ୍ତର ଅପସନ ନମ୍ବର ସି ଯୋଉଟା କି 3I ଠିକ୍ ହବ I 2I ଭୁଲ ହବ। ଯେମିତି କି ବାୟୁ ଏକ ସମଜାତୀୟ ମିଶ୍ରଣ ଏଟା ହବନି ମାନେ ସମଜାତୀୟ ମାନେ କଣ ହବ ନା ମିଶ୍ରଣ କିନ୍ତୁ ସମଜାତୀୟ ମିଶ୍ରଣ ହଉଛି କଣ ନା ସବୁ ସମାନ ମାନେ ପରିମାଣର ଥିବ ସମାନ ରେସିଓର ଥିବେ। ଏଟା ତ ନୁହେଁ କେବେ ଯେହେତୁ ଆମର ଯବକ୍ଷାରଜାନ 78% ଅଛି ହେଲା। ଆଉ ଆମର ଅକ୍ସିଜେନ 21 ଆଉ କାର୍ବନ ଡାଇଅକ୍ସାଇଡ ବି ଅଲଗା ଗୁଡାକ ମିଶିକି 1% ଅଛି। ତେଣୁ ସେଟା ସମଜାତୀୟ ହବନି। ଆଉ 2I ଟା ଠିକ୍ ଅଛି ନା ଭୁଲ ଅଛି ନା ଭୁଲ ଅଛି। ଯେହେତୁ 24 କ୍ୟାରେଟ ସୁନା ତମ୍ବାରୁ ତିଆରି ହୁଏନି ସୁନା ଆଉ ଯୋଉଟା କି କପରରୁ ହେଇନଥାଏ ହେଲା। ଆଉ 3 ନମ୍ବର ହେଲା ଆମଲଗମ ଏଲୟ ହେଲା। ଏମଲଗମ ଟା ଠିକ୍ ହବ ଏଲୟ ଗୋଟେ ହେଇଥାଏ ହେଲା। ତେଣୁ ଏମଲଗମ ଟା ମନେ ରଖିଥିବ ଗୋଟେ ଏଲୟ ଗୋଟେ ମନେ ରଖିଥିବେ ଏମଲଗମ ଟା ହଉଛି କୋଉଥିରୁ ତିଆରି ହେଇଥାଏ ନା ପାରଦର ଗୋଟେ ଏଲୟ ହେଲା। ମାନେ ସେଇଥିରେ ପାରଦରୁ କିଛି ମିଶେଇକି ତିଆରି ହେଇଥାଏ। ଏଲୟ ହଉଛି ମାନେ କଣ କିଛି ଅଲଗା ପଦାର୍ଥ ମିଶେଇକି ତିଆରି ହେଇଥାଏ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଛି ଏକ ମୌଳିକର ନ୍ୟୁକ୍ଲିୟସରେ Y ସଂଖ୍ୟକ ନ୍ୟୁଟ୍ରନ ଏବଂ X ସଂଖ୍ୟକ ପ୍ରୋଟନ ରହିଛି ହେଲା। ଉକ୍ତ ମୌଳିକର ବସ୍ତୁତ୍ୱ ସଂଖ୍ୟା ଓ ପରମାଣୁ କ୍ରମାଙ୍କ ହଉଛି କେତେ ପଚାରିଛି। ତେଣୁ ମନେ ରଖିଥିବେ ଯେତେବେଳେ ଗୋଟେ ଏଟମ ଦେଇଥିବ ବା ଗୋଟେ ଏଲିମେଣ୍ଟ ଦେଇଥିବ ତାର ମଝିରେ କିଏ ରୁହେ ପ୍ରୋଟନ ଆଉ ନ୍ୟୁଟ୍ରନ ତାକୁ ମିଶିକି ତାର ମାସ ଟା ତିଆରି ହୁଏ। ମାନେ ଏଟା ଏଡ କରିଦେଲେ କଣ ହୁଏ ମାସ ତିଆରି ହୁଏ ଇଲେକ୍ଟ୍ରୋନ ତା ଚାରିପଟେ କଣ ଘୁରି ବୁଲେ। ତେଣୁ ଯେତେବେଳେ ଆପଣଙ୍କୁ ତାର ପଚାରିଥିବ କଣ ନା ହଉଛି ବସ୍ତୁତ ସଂଖ୍ୟା ଆପଣ ସାଧାରଣତଃ କଣ କରିବେ ପ୍ରୋଟନ ଆଉ ନ୍ୟୁଟ୍ରନକୁ ଏଡ କରିଦେବେ। ତେଣୁ ଆମର ପ୍ରୋଟନ ଦେଇଥିଲା କେତେ ଆଉ ଏକ୍ସ ଆଉ ନ୍ୟୁଟ୍ରନ ଦେଇଥିଲା ୱାଇ। ତେଣୁ ଆମର ବସ୍ତୁତ ସଂଖ୍ୟା ହେଇଯିବ କେତେ ଏକ୍ସ ପ୍ଲସ ୱାଇ ହେଲା। ଏକ୍ସ ପ୍ଲସ ୱାଇ ହେଇଗଲା। ଏଠି ଦେବେ ଏକ୍ସ ପ୍ଲସ ୱାଇ ଏଠି ଏକ୍ସ ପ୍ଲସ ୱାଇ। ତାପରେ କଣ କରିବା ନା ପରମାଣୁ କ୍ରମାଙ୍କ କହିଛି ମାନେ ତାର ଯୋଉ ପ୍ରୋଟନ ଯେତେ ଥିବ ତାର ପରମାଣୁ କ୍ରମାଙ୍କ ସେତିକି ହବ ହେଲା। ଯେହେତୁ ପ୍ରୋଟନ ଯେତିକି ଇଲେକ୍ଟ୍ରନ ସେତିକି ତେଣୁ ସେଇ ପାଇଁ ମନେ ରଖିଥିବେ ଖାଲି ପ୍ରୋଟନ ଯେତିକି ହବ ସେତିକି ତାର ପରମାଣୁ କ୍ରମାଙ୍କ ହବ ବା ଆଟମିକ ନମ୍ବର ହବ। ତେଣୁ ଦେଖିଦେବା ଏଠି କଣ ଅଛି ନା ଏର ସଠିକ ଉତ୍ତରଟି କଣ ହବ ଆଉ ଯୋଉ ଅପସନ ନମ୍ବର ସି ଯେଟା କଣ ଅଛି ଏକ୍ସ ପ୍ଲସ ୱାଇ ତାର କହିଥିଲି କଣ ହବ ବସ୍ତୁତ୍ୱ ହବ। ଆଉ ଯୋଉ ଯେତେଟା ପ୍ରୋଟନ ଥିବ ସେତେଟା କଣ ହବ ପରମାଣୁ କ୍ରମାଙ୍କ ହବ ହେଲା। ଯେତେଟା ପ୍ରୋଟନ ଥିବ ସେଟା ଇଲେକ୍ଟ୍ରନ ଥିବ ତେଣୁ ଇଲେକ୍ଟ୍ରନ ଯେତିକି ପରମାଣୁ କ୍ରମାଙ୍କ ସେତିକି। ତେଣୁ ଏକ୍ସ ହେଇଗଲା ହେଲା। ସୁବିଧା କ୍ୱେଶ୍ଚନ ଥିଲା ସାଇନ୍ସ ଟା ବୁଝିପାରିଲେ ପୁରା ଫଣ୍ଡାମେଣ୍ଟାଲ କ୍ଲିୟର ହେଇଗଲା। ବା ସେ ଅନୁସାରେ ଯେତେ ପଡିବ କରିପାରିବେ। ତାପରେ ନେକ୍ସଟ ଅଛି କଣ ଖେଳ ପଡିଆରେ 60 କେଜି ବସ୍ତୁତ୍ୱ ବିଶିଷ୍ଟ ଜଣେ ଖେଳାଳି ଅତି କମରେ 1.5 ମିଟର ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରନ୍ତି। ସେଇ ଖେଳାଳି ଜଣକ ଚନ୍ଦ୍ର ପୃଷ୍ଠରେ ଅତି ବେଶୀରେ କେତେ ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରିବେ ହେଲା। ଚନ୍ଦ୍ର ପୃଷ୍ଠରେ ଅତି ବେଶୀରେ କେତେ ପର୍ଯ୍ୟନ୍ତ ଡେଇଁ ପାରିବେ। ତେଣୁ ଯେହେତୁ ଆମର ଏଠି ଜିରୋ ଭ୍ୟାଲୁ କେତେ ଅଛି ନା 10 ମିଟର ପର ସେକେଣ୍ଡ ସ୍କୋୟାର ହେଲା। ଯେହେତୁ ଗ୍ରାଭିଟି ଅନୁସାରେ 10 ମିଟର ପର ସେକେଣ୍ଡ ସ୍କୋୟାର କିନ୍ତୁ ସେଠି କଣ ହବ ଆମର ଚନ୍ଦ୍ରପୃଷ୍ଠରୁ 1/6 ହେଇଯିବ। ତେଣୁ ସେଇ ଭ୍ୟାଲୁଟା ଜିରୋ ଭ୍ୟାଲୁ ଏମିତି ବାହାର କରିକି ଆପଣ କାଢିପାରିବେ ଫର୍ମୁଲା ମତେ କମେଣ୍ଟ ସେକ୍ସନରେ ଜଣେଇବେ ଯେ ଏଠି କୋଉ ଫର୍ମୁଲାଟା ୟୁଜ ହବ। ୟାର ସଠିକ ଉତ୍ତରଟା କଣ ହବ ଯୋଉ ଅପସନ ନମ୍ବର ସି ଯେଟା କଣ 9 ମିଟର ହେଲା। ତେଣୁ ଯଦି ସିଏ କଣ 60 କେଜି ବସ୍ତୁ ତ ଏଠି ସାଧାରଣତଃ ମାସ ଦେଇଛି କହିଦଉଛି ସର୍ଟରେ 60 କେଜି ଦେଇଛି ଆଉ ହାଇଟ୍ ଦେଇଛି କେତେ 1.5 ମିଟର। ତେଣୁ ଆମର ଏଠି କଣ ବାହାରିବ mgh ହେଲା। mgh ମାନେ ହଉଛି ଆମର ପୋଟେନସିଆଲ ଏନର୍ଜି। ପୋଟେନସିଆଲ ଜିରୋ ଭ୍ୟାଲୁ କେତେ କରିବେ 10 ମିଟର ପର ସେକେଣ୍ଡ ସ୍କୋୟାର ନେଇଯିବେ ଦେଲେ ଏଠି ମଲ୍ଟିପ୍ଲାଇ କରିଦେବେ ବାହାରିଯିବ। ତେଣୁ ଏଠି ଯେତିକି କହିଲା ହାଇଟ୍ ଏଠି ବାହାରିଯିବ ଆପଣଙ୍କର ହେଲା। ତେଣୁ ସେଠି ହାଇଟ୍ ର ବାହାରିଗଲା ପରେ ସେଠି ଏଠି ଯେତିକି ଯାଉଛି ସେଠି କଣ ହେଇଯିବ ତାର 16 ହେଇଯିବ ହେଲା। ତେଣୁ ସେଇ ଅନୁସାରେ ବାହାର କରି ଡିଭାଇଡ କରିଦେଲେ ଆନ୍ସର ଟା ଆସିଯିବ କେତେ ଆଉ ଯୋଉ ଅପସନ ନମ୍ବର ସି ଏଟା କି 9 ମିଟର ହେଲା। ଏଠି 54 ବାହାରିବ ସେଠି ଗଲେ କଣ 9 ମିଟର ହେଇଯିବ। ମତେ କମେଣ୍ଟ ସେକ୍ସନରେ ଜଣେଇବେ କେତେ କୋଉ ଫର୍ମୁଲାଟା ପକାଯିବ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁ ମସିହାରେ ଭାରତର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ସାମାଜିକ ପାଠ ପରିବର୍ତ୍ତେ ପରିବେଶ ଅଧ୍ୟୟନ ପାଠ୍ୟକ୍ରମ ପରିବର୍ତ୍ତନ କରିବା ପାଇଁ ସୁପାରିଶ କରାଯାଇଥିଲା ହେଲା। ମାନେ ଯୋଉ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ସାମାଜିକ ପାଠ ବଦଳରେ ଆମର କଣ କରାଯିବ ନା ଆମର ପ୍ରାଥମିକ ଶ୍ରୀକ୍ଷେତ୍ରରେ ବିଜ୍ଞାନ ସାମାଜିକ ପାଠ ପରିବର୍ତ୍ତେ ପରିବେଶ ଅଧ୍ୟୟନ ଟାକୁ ଯୋଡା ହେଇଥିଲା। ଅପସନରେ କଣ ରହିଛି 1968 1977 1986 1992 ହେଲା। ଏର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି 1977। 1977 ମସିହାରେ କଣ କରାଯାଇଥିଲା ନା ବିଜ୍ଞାନ ସାମାଜିକ ପାଠ ଯୋଉଟା ଥିଲା ତାକୁ ତା ବଦଳରେ ଯୋଉଟା କି ପରିବେଶ ବିଜ୍ଞାନ ଏନଭାୟରମେଣ୍ଟାଲ ସାଇନ୍ସ ଟା ପଢା ଆରମ୍ଭ ହେଇଥିଲା ହେଲା। ତାପରେ ଏଗୁଡା ସବୁ ରହିଲା ଆମର କଣ ପେଡାଗୋଜିକାଲ କ୍ୱେଶ୍ଚନ ଏଟା ଆଉ ଗୋଟେ ନେକ୍ସଟ କ୍ଲାସରେ କରିବା। ନେକ୍ସଟ କଣ ଅଛି
ନେକ୍ସଟ ଅଛି ବି ସାଇନ୍ସ ଗୋଟେ କ୍ୱେଶ୍ଚନ କେଉଁ ପ୍ରକାର ଖାଦ୍ୟରେ ଅତ୍ୟଧିକ ଶକ୍ତି ଥାଏ ହେଲା ହ୍ୱିଚ୍ ଟାଇପ୍ ଅଫ୍ ଫୁଡ୍ ଡଜ୍ କଣ୍ଟେନ୍ ଦ ମୋର୍ ଏନର୍ଜି ଶ୍ଵେତସାର ଜାତୀୟ ଖାଦ୍ୟ ପୁଷ୍ଟିସାର ଜାତୀୟ ଖାଦ୍ୟ ସ୍ନେହସାର ଜାତୀୟ ଖାଦ୍ୟ ଧାତୁସାର ଜାତୀୟ ଖାଦ୍ୟ ହେଲା ସବୁଠୁ କୋଉ ପ୍ରକାର ଖାଦ୍ୟରେ ଅଧିକ ଶକ୍ତି ମିଳେ ସଠିକ ଉତ୍ତରଟି ହେବ ଅପସନ ନମ୍ବର ସି ଯେଟା କି ସ୍ନେହସାର ଜାତୀୟ ଖାଦ୍ୟ ହେଲା ସ୍ନେହସାର ଜାତୀୟ ଖାଦ୍ୟରେ ସବୁଠୁ ଅଧିକ ଶକ୍ତି ମିଳେ ହେଲା ଆଉ ଶ୍ଵେତସାର କଣ ଯୋଉମାନେ ଖାଇଥାନ୍ତି କାରଣ ଏଟା ଶୀଘ୍ର ଡାଇଜେଷ୍ଟ ହବାରେ ସାହାଯ୍ୟ କରେ ସ୍ନେହସାରଟା କଣ ହୁଏ ନା ଡାଇଜେଷ୍ଟଟା ଟିକେ ଲେଟରେ ହୁଏ ତେଣୁ ସେଥିପାଇଁ ସେମାନେ ପ୍ରିଫର କରନ୍ତିନି କିନ୍ତୁ ଶକ୍ତି ଯଦି କଥା କୁହେ ତାହେଲେ 2.3 ଟାଇମ୍ସ କଣ ଦିଏ ଶ୍ଵେତସାର ଅପେକ୍ଷା ସ୍ନେହସାର ଅଧିକା ଦିଏ ଇଏ 17 କ୍ୟାଲୋରି 17 ପଏଣ୍ଟ ସମଥିଙ୍ଗ କ୍ୟାଲୋରି ଦେଇଥାଏ କିନ୍ତୁ ଇଏ ତାଠୁ 2.3 ଟାଇମ୍ସ ଅଧିକା ଦେଇଥାଏ ଆମର ଏନର୍ଜି ତାପରେ ନେକ୍ସଟ ରହିଲା ଚିଲିକା କେଉଁ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଲା ଚିଲିକାଟାକୁ ଆମେ କୋଉ କ୍ୟାଟାଗୋରୀରେ ରହିଛି ଚିଡ଼ିଆଖାନା ଅଭୟାରଣ୍ୟ ଜାତୀୟ ଉଦ୍ୟାନ ଜୈବମଣ୍ଡଳ ହେଲା ଚିଲିକାକୁ ଆମେ କୋଉ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛେ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯାହାକି ଅଭୟାରଣ୍ୟ ହେଲା ଚିଲିକାକୁ କୋଉଥିରେ ଯାଉଛି ନା ସେଞ୍ଚୁରୀ ବା ଅଭୟାରଣ୍ୟ ଭିତରେ ଯାଉଛି ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଠି ଏକ ବୀଜାଣୁ ଜନିତ ରୋଗ ବା ବ୍ୟାକ୍ଟେରିଆଲ ଡିଜିଜ ୟା ଭିତରୁ କୋଉଟା ହାଡଫୁଟି ବସନ୍ତ ପୋଲିଓ ହଇଜା ତେଣୁ ଏଟା ରୋଗ ବି ଟିକେ ଡିଜିଜ ଦେଖିଦେଇଥିବେ ମାନେ ତାର ବାହକ ବା କୋଉ ଦ୍ୱାରା ହେଇଥାଏ ଏଟା ଦେଖି ଯାଇଥିବେ ପଢୁଛି ଏମିତି କ୍ୱେଶ୍ଚନ ଏର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ଯେଟା କଣ ସ୍ମଲ ପକ୍ସ ହେଲା ବ୍ୟାକ୍ଟେରିଆ ଦ୍ୱାରା କୋଉ ରୋଗ ହେଇଥାଏ ନା ବସନ୍ତ ରୋଗ ବା ସ୍ମଲ ପକ୍ସ ଟା ହେଇଥାଏ ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁଟି ମନୁଷ୍ୟ ଶରୀରର ବୃହତ ଅନ୍ତ ଅଙ୍ଗ ହେଲା ଆଭ୍ୟନ୍ତରୀଣ ଅଙ୍ଗ ଯେଟା କି ଆମର ଇଣ୍ଟରନାଲ ଅର୍ଗାନ କୁହାଯାଏ ସେଟା ସବୁଠୁ ବୃହତ ଅଙ୍ଗ ବା ଲାର୍ଜେଷ୍ଟ ଆମର ଅର୍ଗାନ ବୋଲି ହ୍ୟୁମାନ ବଡିର କାହା କୁହାଯାଏ ପାକସ୍ଥଳୀ ବୃକ ହୃତ୍ପିଣ୍ଡ ଯକୃତ ହେଲା ସଠିକ ଉତ୍ତରଟି କଣ ହବ ୟାର ନା ଅପସନ ନମ୍ବର ଡି ଯେଟା କି ଯକୃତ ହେଲା ଲିଭର ହଉଛି ସବୁଠାରୁ କଣ ଆମର ଏ ଯୋଉ ଇଣ୍ଟରନାଲ ଅର୍ଗାନ ରହିଲା ତା ଭିତରେ ସବୁଠୁ ବଡ ଲାର୍ଜେଷ୍ଟ ବୋଲି କୁହାଯାଏ ଯଦି ଫୁଲ ବଡିରେ କହିବା ଆଉଟର ଆଉ ଇନର ଭିତରେ କହିଲେ ହଉଛି ଆମର ସ୍କିନ୍ ହେଲା ମନେ ରଖିଥିବେ ସ୍କିନ୍ ଟା ହଉଛି ଯଦି ଇନର ଆଉ ଆଉଟର ମିଶିକି କହିବ ବା ଫୁଲ ବଡିରେ ଯଦି କହିବ ତାହେଲେ କଣ ହବ ସ୍କିନ୍ ହବ ସବୁଠୁ ବଡ ଯଦି ଆଭ୍ୟନ୍ତରରେ କହିବ ତାହେଲେ ଲିଭର ହବ ସବୁଠୁ ବଡ ପରବର୍ତ୍ତୀ ପ୍ରଶ୍ନ ଅଛି କେଉଁଠି ଲୋହିତ ରକ୍ତ କଣିକା ପ୍ରତି ଆକର୍ଷିତ ଅଧିକ ହୋଇଥାଏ ଯେଟା କି ଆମର ଆରବିସି କୁହାଯାଏ ବ୍ଲଡ ଯେଟା କି ଆମର ପ୍ରବାହିତ ହୋଇଥାଏ ସିଏ କାହାକୁ ଅଧିକ ଆକର୍ଷିତ କରିଥାଏ ହେଲା ଅମ୍ଳଜାନକୁ କାର୍ବନ ଡାଇଅକ୍ସାଇଡ କୁ ଯବକ୍ଷାରଜାନ କୁ କାର୍ବନ ମନୋକ୍ସାଇଡ କୁ ହେଲା ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କି ଅଛି କାର୍ବନ ମନୋକ୍ସାଇଡ ହେଲା କାର୍ବନ ମନୋକ୍ସାଇଡ କୁ ସବୁଠୁ ଅଧିକା କଣ କରିଥାଏ ଆମର ଆରବିସି ଟା ଅଧିକ ଆକର୍ଷିତ କରିଥାଏ ହେଲା ତେଣୁ ତେଣୁ ଅମ୍ଳଜାନକୁ ସେ ନେଇଥାଏ କିନ୍ତୁ ଯେତେବେଳେ ଆମର କଣ ହେଉଛି କାର୍ବନ ମନୋକ୍ସାଇଡ ଅଧିକ ହେଇଯିବ ସିଏ ଅଧିକ ଆକର୍ଷିତ କରିନବ ତେଣୁ ଏଟା ମନେ ରଖିଥିବେ ତେଣୁ ଆମର ଟୋଟାଲ ଏତିକି କ୍ୱେଶ୍ଚନ ଟା ଥିଲା ହେଲା ତେଣୁ ୟା ପର କ୍ଲାସରେ ମୁଁ ଯୋଉ ପେଡାଗୋଜି କ୍ୱେଶ୍ଚନ ଗୁଡାକ ରହିଲା ଇଭିଏସ୍ ର ସେଟା ମୁଁ ଡିସକସନ କରିଦେବି ତେଣୁ ଭିଡ଼ିଓ ଟା ଆପଣଙ୍କୁ ଭଲ ଲାଗିଲା ଇନଫର୍ମେଟିଭ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ ଏମିତି ଭିଡ଼ିଓ ପାଇବା ପାଇଁ ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ପାଖରେ ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ ଆଉ ଯଦି ୟାର ପିଡିଏଫ ଦରକାର ଅଛି ମୋ ଡେସ୍କ୍ରିପସନରେ ଲିଙ୍କ ଦେଇଦେବି ଟେଲିଗ୍ରାମ ସେଠି ଜଏନ୍ ହେଇଯାଆନ୍ତୁ ସେଠି ମୁଁ ପିଡିଏଫ ଗୁଡାକ ଅପଲୋଡ କରୁଛି ହେଲା ତେଣୁ ଆଜି ପାଇଁ ରହୁଛି ନୂଆ ଟପିକରେ ନୂଆ ଭିଡ଼ିଓରେ ଦେଖା ହବ ଧନ୍ୟବାଦ।